କେନ୍ଦୁଝର ଜିଲ୍ଲାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ଜଣାଶୁଣା ଆନନ୍ଦପୁର ଉପଖଣ୍ଡର ଗାଁଠାରୁ ସହର ଚାରିଆଡ଼େ ପବିତ୍ର ଦୋଳ ପୂର୍ଣ୍ଣମୀ ଓ ହୋଲି ପର୍ବ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାତିରେ ରାଧାକୃଷ୍ଣଙ୍କୁ ବିମାନରେ ସଜାଇ ନଗର ପରିକ୍ରମା କରାଯାଇଥିଲା। ଏହାପରେ ସବୁ ବିମାନଗୁଡ଼ିକୁ ବଡ଼ଦାଣ୍ଡଠାରେ ଏକାଠି କରାଯାଇ ଦୋଳ ମେଲଣ କରାଯିବା ସହ ନୂତନ ପାଞ୍ଜିପାଠ କରାଯାଇଥିଲା। ସେହିପରି କେନ୍ଦୁଝର ଜିଲ୍ଲାର ବରିଷ୍ଠ ବିଜେପି ନେତା ଡକ୍ଟର ଶମ୍ଭୁନାଥ ରାଉତ ଶାଳପଡ଼ାଠାରେ ଏକ ନିଆରା ଢଙ୍ଗରେ ହୋଲିକୁ ପାଳନ କରିଥିଲେ। ଆନନ୍ଦପୁରର ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକାଠି ରଙ୍ଗ ଲଗାଇ ହୋଲି ପାଳନ କରିବା ସହ ପରସ୍ପରକୁ ମିଠା ଖୁଆଇ ରଙ୍ଗର ପର୍ବ ହୋଲିରେ ଏକ ସଦ୍ଭାବନା ଓ ଭାଇଚାରାର ପରମ୍ପରା ସୃଷ୍ଟି କରିଛନ୍ତି। ଏହାଛଡ଼ା ବର୍ତ୍ତମାନ ସମଗ୍ର ବିଶ୍ୱ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଗତି କରୁଥିବା ବେଳେ ଭାରତର ଏହି ହୋଲି ପର୍ବର ସଦ୍ଭାବନାର ବାର୍ତ୍ତା ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହେବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଶା କରିଛନ୍ତି ଶିକ୍ଷାବିତ୍ ଓ ସମାଜସେବୀ ଆକାଶ ରଥ। ଆନନ୍ଦପୁରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ରଙ୍ଗ ଆମ ଦେହ ଭିତରେ ପଶିଯାଉ, ଆମ ମନକୁ ଛୁଁ। ଆମେ ଏ ଅଞ୍ଚଳରେ ସମସ୍ତେ ଆଗାମୀ ଦିନରେ ଭାଇଚାରା ଭାବନାରେ ସମସ୍ତେ ଜୀବନଯାପନ କରୁ। ଏହି ଭାବନାକୁ ନେଇ गुरु गुरुजनंकर